ଦେଖନ୍ତୁ ଓଡ଼ିଶା ଆମ ସ୍ୱାଧୀନତା ପରେ ଏତେ ବଡ଼ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଏବଂ ରାଜ୍ୟ ସାରା ଭୟର ବାତାବରଣ ସୃଷ୍ଟି ନଥିଲା। ବିଜେପି 7 ମାସ ସରକାର ବିଷୟରେ ଯାହା ସୃଷ୍ଟି ହୋଇଛି ଆପଣ ଦେଖିବେ। ବାଲେଶ୍ୱର ଦଙ୍ଗା ଘଟଣା ଦେଖନ୍ତୁ, ଖୋର୍ଦ୍ଧା ଜିଲ୍ଲାର ଦଙ୍ଗା ଘଟଣା ଦେଖନ୍ତୁ, ଭଦ୍ରକ ହିଂସା ଦେଖନ୍ତୁ, ଆପଣ ଯାଜପୁର ଯୋଉ ଭଳିଆ ଦିନ ଦ୍ୱିପହରେ ଆପଣ ଲୁଟ୍ କରିକି 2 ଜଣ ଗୁଳି ଫୁଟେଇକି ମାରିବା ଘଟଣା ଦେଖନ୍ତୁ। ସହଦେବ ନାୟକ ଯିଏ ସମାଜସେବୀ ଯେ ଧଳା ଜହର ଏବଂ ଡ୍ରଗ୍ସକୁ ବନ୍ଦ କରିବା ପାଇଁ ଯୋଉ କଥା ଉଠାଉଥିଲେ ତାଙ୍କୁ ଦିବା ଆଲୋକରେ ଡିସିପି ସାମ୍ନାରେ ଗୁଳି ମାରିକି ମର୍ଡର କରାଯାଉଛି। ଦଳିତ ଆଦିବାସୀ ମାନଙ୍କୁ ବନ୍ଧାଇକି ମାରାଯାଉଛି। ସୁନ୍ଦରଗଡ଼ ହଉ, ବଲାଙ୍ଗୀର ହଉ, ରାଉରକେଲା ହଉ, କଳାହାଣ୍ଡି ହଉ, ଗଣଦୁଷ୍କର୍ମ ବଢି ବଢି ଚାଲିଛି। ଏଭଳିଆ ହିଂସା କେବେ ରାଜ୍ୟରେ ଦେଖିନଥିଲା। ଚାରିଆଡେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ। ପୁଣି କାହା ଅଣ୍ଡରରେ? ମୁଖ୍ୟମନ୍ତ୍ରୀ ହଉଛନ୍ତି ଗୃହର ମୁଖ୍ୟ, ଯାହାର ଦାୟିତ୍ୱ ହଉଛି ସୁରକ୍ଷା। ଏଠି ସାଧାରଣ ଲୋକମାନଙ୍କୁ ଯୋଉ ମୁସଲମାନ ହୁଅନ୍ତୁ, ଖ୍ରୀଷ୍ଟିଆନ ହୁଅନ୍ତୁ, ବାଂଲାଦେଶ ଫେରିବାଲାକୁ ମାଡ଼ ମରାଯାଉଛି, ତାଙ୍କୁ ଆକ୍ରମଣ କରାଯାଉଛି, ମହିଳାମାନଙ୍କୁ ଗଛରେ ବାନ୍ଧିକି ମାରା ମରାଯାଉଛି। ଯାଜପୁର ହଉ, ବାଲେଶ୍ୱର ହଉ, ଆପଣ ଭଦ୍ରକ ହଉ, ଚାରିଆଡେ ହିଂସାରେ ବ୍ୟାପୁଛି। ତାପରେ ତାକୁ ନିୟନ୍ତ୍ରଣ ଦାୟିତ୍ୱ କାହାର? ମୋ ସରକାରଙ୍କର। କିନ୍ତୁ ଏଠି ସମସ୍ତ ମୁସଲମାନ ହୁଅନ୍ତୁ, ଖ୍ରୀଷ୍ଟିଆନ ହୁଅନ୍ତୁ, ଦଳିତ ହୁଅନ୍ତୁ, ଆଦିବାସୀ ହୁଅନ୍ତୁ, ସାଧାରଣ ଲୋକ ହୁଅନ୍ତୁ, ସାଧାରଣ ଘରୁ ବାହାରିବାକୁ ଭୟଭୀତ ଅବସ୍ଥାରେ ଅଛନ୍ତି। କାରଣ ଚାରିଆଡେ ହିଂସା। ଗୋଟେ ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟି ବୈକୁଣ୍ଠ ପ୍ରଧାନ ଯେ ରାଷ୍ଟ୍ରପତିଙ୍କ ଡ୍ୟୁଟିରେ ଥିଲେ, ତାଙ୍କୁ ରାଜ୍ୟପାଳର ପୁଅ ମାଡ଼ ମରା ଯାଉଛି, କିନ୍ତୁ ତାପରେ ଆକ୍ସନ ହେଇପାରୁନି। ରାଜ୍ୟପାଳ ପରିବର୍ତ୍ତନ ହେଇଗଲେ, ଆଜି ସାହସ ଜୁଟାଅ ବିଜେପି ସରକାର, ଆଜି ନିଆୟତ ଓଡିଆ ପୁଅକୁ। ଝାଡଖଣ୍ଡ ସାଙ୍ଗମାସୀ ଯୋଉଭଳି ଅତ୍ୟାଚାର କରିକି ତାପରେ ବାଣ ମରାଗଲା, ଜୀବନ ମାରିବାକୁ ଚେଷ୍ଟା କରାଗଲା, କାହିଁକି ତାକୁ ନ୍ୟାୟ ମିଳିପାରୁନି? ନିଆଁ ଦିଅନ୍ତୁ। ଏଠି ବିଜେପି ଓଡ଼ିଶାର ଭୟର ବାତାବରଣ ସୃଷ୍ଟି କରାଯାଉଛି। ଯୋଉମାନେ ବିଜେପି ସହିତ ରହିବେ ତାଙ୍କୁ ସୁରକ୍ଷା ଦେବା ଛଡା ସାଧାରଣ ଲୋକ ଚିନ୍ତା କରୁନାହିଁ ବିଜେପି ସରକାର। ପ୍ରବାସୀ ଭାରତୀୟ ସମୟରେ ଏତେ ଗୋଟେ ସମାବେଶ ହୋଇଥିଲା, ସେଇ ସମୟରେ ହିଁ ସହଦେବ ନାୟକଙ୍କର ହେଲା, ସେ ବାହାରେ କଲଚର ଉପରେ, ଓଡ଼ିଶା କଲଚର ଉପରେ ଗୋଟେ ଇମ୍ପାକ୍ଟ ପକେଇବ ବାହାର ଦେଶ। ନିଶ୍ଚିତ ଗୋଟେ ପ୍ରବାସୀ ଭାରତୀୟ ସମ୍ମିଳନୀ କରୁଛନ୍ତି, କୋଟି କୋଟି ଟଙ୍କା ବିନିଯୋଗ ହଉଛି, କିନ୍ତୁ ସେଇ ସମୟରେ ଭୁବନେଶ୍ୱର ରାଜଧାନୀ ଉପରେ ଓଡ଼ିଶାର ମେରୁଦଣ୍ଡ କେନ୍ଦ୍ରବିନ୍ଦୁ ହଉଛି ରାଜଧାନୀ ଭୁବନେଶ୍ୱର। ଡିସିପି ଅଫିସ ପାଖରେ ଏଭଳି ହତ୍ୟାକାଣ୍ଡ ଘଟିବା ଗୋଟେ ସମାଜସେବୀର, ଯିଏ ସଫେଇ କର୍ମଚାରୀ, ସାଧାରଣ ସମ୍ପାଦକ ରାଜ୍ୟର, ଏହା ନିଶ୍ଚିତ ଇମ୍ପାକ୍ଟ ପକେଇବା। ଏଭଳିଆ କେବେ ରାଜ୍ୟରେ ଦେଖିନଥିଲା। ପୋଲିସ ସରକାରଙ୍କର ହାତ ବାରି ସାଜିଛି ବା ଚାପରେ ପୋଲିସ ରହିକି ଯୋଉ ଭାବରେ ଆଜି କାମ କରିପାରୁନାହିଁ। ଆପଣ ଦେଖନ୍ତୁ, ଡ୍ରଗ୍ସ ଧଳା ଜହର ଯଦି ବନ୍ଦ କରିବାକୁ ସରକାର ଚାହିଁଲେ ପୋଲିସ ହେଲେ ବନ୍ଦ କରିପାରିବ ନାହିଁ। କାହିଁ ଦିନକୁ ଦିନ ବଢି ବଢି ଚାଲିଛି। ଏ ସହଦେବ ନାୟକ ପରିବାର ଭିଡିଓ ଫୁଟେଜ ଆପଣ ଦେଖୁଥିବେ, ପୋଲିସ ଚକ୍ରାନ୍ତ କରି ଫସାଇବା ଚେଷ୍ଟା କରାଯାଉଥିଲା। ଏବେ ସନ୍ଦେହ ସୃଷ୍ଟି ହେଲାଣି, ପୋଲିସ ଚକ୍ରାନ୍ତ କରି ମାରିନି ତ ସହଦେବ ନାୟକକୁ? ଏ ଧଳା ଜହର ପୋଲିସ ଦ୍ୱାରା ପରିଚାଳନା ହଉନି ତ? ନା ଗୃହ ବିଭାଗର ନିୟନ୍ତ୍ରଣରେ ଧଳା ଜହର ଡ୍ରଗ୍ସ ଚାଲିନି ତ? କାହିଁକି ନିୟନ୍ତ୍ରଣ କରାଯାଇ ପାରୁନାହିଁ? କାରଣ ଆପଣ ଦେଖିବେ, ସବୁ ପୋର୍ଟ ଆଦାନୀ ହାତରେ ବିଜେପି ଦେଇଦେଲା, ସବୁ ପ୍ରାଇଭେଟାଇଜେସନ କରିଦେଲେ, ଏୟାରପୋର୍ଟ ହେଲା, ପୋର୍ଟ ହେଲା, ଦେଇଦେଲେ। ଯୋଉ ମାଧ୍ୟମରେ ଡ୍ରଗ୍ସ ଆସୁଛି ଧରା ପଡୁଛି, କିନ୍ତୁ କାହା ଦ୍ୱାରା ଆସୁଛି ରୋକ ଲଗାଯାଇ ପାରୁନାହିଁ। ନିଶ୍ଚିତ ଅନୁଭବ ହଉଛି ଗୃହ ବିଭାଗ, ପୋଲିସ ଦ୍ୱାରା ଏ ଡ୍ରଗ୍ସ ବେପାର ଚାଲିଛି, ଡ୍ରଗ୍ସ ବଢି ବଢି ଚାଲିଛି, ଯୁବକ ମାନେ ହତାଶ କରିକି ମାରି ଦିଆଯାଉଛି। ତୁରନ୍ତ ଦାବି କରୁଛୁ ଆମେ, 8ଟା ଦଫା ଦାବି କରୁଛୁ ଏଥର। ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେଇଛି, ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ, ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣ ଆଣନ୍ତୁ, ସାଧାରଣ ଲୋକ ସୁରକ୍ଷା ଦାୟିତ୍ୱ ନିଅନ୍ତୁ। ଦ୍ୱିତୀୟ ଦାବି, ମୁସଲମାନ, ଖ୍ରୀଷ୍ଟିଆନ, ଦଳିତ, ଆଦିବାସୀ ଉପରେ ଯୋଉ ଅତ୍ୟାଚାର ଅନ୍ୟାୟ ବଢିଛି, ତୁରନ୍ତ ତା ଉପରେ ସ୍ୱତନ୍ତ୍ର ଆଇନ ଆଣନ୍ତୁ, ନୀତି ଆଣନ୍ତୁ, ଯେମିତି ରୋକ ଲଗାଯାଇ ପାରିବ। କେହି ସାହସ କରିବେନି ଆଗାମୀ ଦିନରେ ସଂଖ୍ୟାଲଘୁ ଦଳିତ ଆଦିବାସୀ ଆକ୍ରମଣ କରିବା ପାଇଁ। देखो, सरकार चलैया पे बीजेपी सरकार संपूर्ण असफल असमर्थ। कारण सरकार पाखे किसी नीति नियम ना कि स्ट्राटेजी प्लान ना कि लोक मान कथा शुणा। जदि था 300 यूनिट बिजुली मांगणा कथा देवा कथा कहते कुआड़े गला 300 यूनिट बिजुली 24 घंटे चिटफंड केते टका फेरस्ता कहते कुआड़े गला। दरदाम को नियंत्रण करा कथा कहते आज दरदाम आकाश छुआ। जदि खाउटी साधारण लोक मैंने हाट को जाती घर को लुहा आखि झड़े घर को फेरुंट। गैस पेट्रोल डीजेल न कहले सरे समय आज दुर्नीति को हटाया कथा कहते आपड़ देखिए माइनिंग अंचल मानक केवल राजेश जयसवाल आरजे लॉजिस्टिक एवं प्रभाकरण त्रिवेणी छड़ा यही काम करेंगे 2 जन अड़ ओडिया ओडिया अस्मिता कथा कही आसते सरकार को आज से कहीं काम कर
संपर्क कौन आप देखिए जुआड़ गले गोटे हूँ फोटो एवं प्रसार प्रसार सर एबे नुआ भाबे डबल डेकर बस टी राजधानी रे गोटे जेउथे देखिबा को पाउथबे मोहन माझी गोटे जोरदार फोटोटी मते लागिछि देखो जे प्रचार प्रसार करेंगे से लोक काम करें खाली मार्केटिंग करके लोक मान मन कि पारे लोक मान समस्या को बुझंतु यही राज्यपाल आनी ओडिशा रघुवर दास एते दिन भीतर केते जिला जाई बुलिक लोक मान समस्या आनी केते समस्या समाधान कर मुख्यमंत्री जो ग्रीवेंस करते केते लोक समस्या समाधान कर आज डॉक्टर नहांती कॉलेज अध्यापक अध्यापिका नहांती स्कूल पाठ पढ़ा फैसिलिटी ना इंस्ट्रूमेंट ना केमी ठीक कर आज बेरोजगार एत सीमा पार कर दुई जन 2 दिन पूर्व आंध्रा को दादर खटी माड़ मारिक माड़ खाई माड़ मारी हताश कर 11 लाख पंजीकृत बेकारी माने निजुक्ति अप्लाई कर 60% रु अधिक विश्वविद्यालय शिक्षक पद खाली पड़ी सरकारी पद जी खाली पड़ी त्रिलक्षरू तो से पूर्ण केबे आज खजा कर पारना निर्वाचन पूर्व दिया जायतिबा ओडिया अस्मितार जो कथा सेटा केवल कोन निर्वाचन जुमा थिला ओडिया अस्मितार मजाक उड़े बनई बीजेपी